କିଛି ଶିକ୍ଷା ଯାହା ଜୀବନରେ ଜାଣିବା ଜରୁରୀ। ଯଦି ଆପଣ ପାହାଡ଼କୁ ହଲାଇବାକୁ ଚାହୁଁଛନ୍ତି ତେବେ ପ୍ରଥମେ ପଥର ହଲାଇବାକୁ ଶିଖନ୍ତୁ। କାହା ପଛରେ ଚାଲନ୍ତୁ ନାହିଁ, କିନ୍ତୁ ସମସ୍ତଙ୍କ ଠାରୁ ଶିଖନ୍ତୁ। କ୍ରୋଧ ପ୍ରତିଶୋଧର ଭାବନା ପରି ଏକ ଏପରି ପେୟ ଯାହାକୁ ଥଣ୍ଡା ଭାବରେ ନେଲେ ଭଲ। ନରମ ସ୍ୱରରେ ଅପ୍ରସନ୍ନତା ମଧ୍ୟ ଚମତ୍କାର କରିପାରେ। ଏ କାମ କଷ୍ଟକର ମାତ୍ର ଅସମ୍ଭବ ନୁହେଁ। ଯେପର୍ଯ୍ୟନ୍ତ ଆପଣ ପ୍ରତିଦିନ ଆପଣଙ୍କ କାର୍ଯ୍ୟ ସହିତ ଯୁଦ୍ଧ କରିନାହାନ୍ତି ସେ ପର୍ଯ୍ୟନ୍ତ ଆପଣ ଆପଣଙ୍କ କାମକୁ ସନ୍ତୋଷଜନକ ଢଙ୍ଗରେ କରିପାରିବେ ନାହିଁ। ଆମର ସମସ୍ତ ବିଚାର ଆମର ଭବିଷ୍ୟ ତିଆରି କରୁଛି। ବୁଦ୍ଧିମାନ ବ୍ୟକ୍ତି କାମ କରିବା ପୂର୍ବରୁ ଭାବେ। ଏକ ମୂର୍ଖ କାମ କରିସାରିବା ପରେ। ଜଣେ ବ୍ୟକ୍ତି ଏହି କଥାରେ ଦୁଃଖୀ ହୁଏ ନାହିଁ ଯେ କ'ଣ ହେବ, ମାତ୍ର ଏହି କଥାରେ ଦୁଃଖୀ ହୁଏ କ'ଣ ହୋଇଗଲା। ନିଜ ବିଷୟରେ ଭାବିବା ପୂର୍ବରୁ 3 ମିନିଟ୍ ସମୟ ନିଅନ୍ତୁ। ଯେ ଆଦର୍ଶ ହୁଅନ୍ତୁ। ଆପଣଙ୍କ ବ୍ୟକ୍ତିତ୍ୱକୁ ଏପରି ନିର୍ମାଣ କରନ୍ତୁ ଯେପରି ଅନ୍ୟମାନେ ଆପଣଙ୍କୁ ଆଦର୍ଶ ମାନିବେ। ଯେତେବେଳେ ଆପଣ କଠିନ ପରିସ୍ଥିତିରେ ମଧ୍ୟ ଆପଣଙ୍କ ମାନସିକ ସନ୍ତୁଳନ ସ୍ଥିର ରଖିବେ, ସମସ୍ତ ପରିସ୍ଥିତିରେ ପ୍ରସନ୍ନ ରହିବେ, ଅନ୍ୟର ସୁଖ ଦୁଃଖରେ ତାଙ୍କର ସାହାଯ୍ୟ କରିବାକୁ ସବୁବେଳେ ତତ୍ପର ରହିବେ, ତେବେ ଆପଣଙ୍କ କୌଣସି ଆଦର୍ଶ ବ୍ୟକ୍ତିଙ୍କ ଠାରୁ କମ୍ ନୁହନ୍ତି। ଭାବନ୍ତୁ, ଆପଣଙ୍କ ମାତାପିତା ଓ ଗୁରୁଙ୍କୁ ଆଦର୍ଶ ରୂପେ କାହିଁକି ମାନନ୍ତି? ତାଙ୍କଠାରେ ଜରୁର ଏପରି କିଛି ଗୁଣ ଥାଏ ଯାହା ଅନ୍ୟମାନଙ୍କୁ ପ୍ରଭାବିତ କରେ। ତେବେ ଆପଣ କାହିଁକି ଅନ୍ୟମାନଙ୍କ ପାଇଁ ଆଦର୍ଶ ନହେବେ? ଗୁଡ଼ର ଔଷଧୀୟ ଉପକାରିତା। ଗୁଡ଼ ଖାଇବା ଦ୍ୱାରା ପେଟରେ ଗ୍ୟାସ୍ ହୁଏ ନାହିଁ ଏବଂ କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ରହେ ନାହିଁ। ଗୁଡ଼ରେ ପ୍ରଚୁର ପରିମାଣରେ ଆଇରନ୍ ମିଳିଥାଏ ଯାହା ରକ୍ତହୀନତା ଦୂର କରିବାରେ ସାହାଯ୍ୟ କରେ। ଗୁଡ଼ରେ ସୋଡ଼ିୟମ ଓ ପୋଟାସିୟମ ମିଳିଥାଏ ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଗୁଡ଼ ଖାଇବା ଦ୍ୱାରା ଆପଣଙ୍କ ମସ୍ତିଷ୍କ ମଜବୁତ ହୋଇଥାଏ ଏବଂ ସ୍ମରଣ ଶକ୍ତି ମଧ୍ୟ ବୃଦ୍ଧି ପାଏ। ଶରୀରରୁ କ୍ଷତିକାରକ ବିଷାକ୍ତ ପଦାର୍ଥ ବାହାର କରିବାରେ ଗୁଡ଼ ସହାୟକ ହୋଇଥାଏ, ଯାହାଦ୍ୱାରା ଆପଣଙ୍କ ଚର୍ମ ସଫା ଏବଂ ସୁସ୍ଥ ରହିଥାଏ। ଜୟ ଶ୍ରୀ ଜଗନ୍ନାଥ।